ବାଲେଶ୍ୱର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଅନ୍ତରା ବଜାର, ବାଲିଖଣ୍ଡ ବଜାର, ଜାମୁଜାଡ଼ି ବଜାର ଏବଂ ସୋର ଥାନା ଅନ୍ତର୍ଗତ ବାଗୁଡ଼ି, ମହୁମୁହାଣ ଓ ଗୁଡ଼ିଖଳା ଗ୍ରାମରେ ଚଢ଼ାଉ କରି 850 ଲିଟର ଦେଶୀ ମଦ, 17.280 ଲିଟର ବିଦେଶୀ ମଦ ଓ 52 ଲିଟର ବିୟର ଜବତ କରିଛି। ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ମୋଟ 10 ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଜବତ ମଦର ମୂଲ୍ୟ 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉ ବାଲେଶ୍ୱର ଅବକାରୀ ଅଧୀକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଭ୍ରାମ୍ୟମାଣ ସ୍କ୍ୱାଡ୍ ନିରୀକ୍ଷକ ହରିହର ସିଂ ଓ ନୀଳଗିରି ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ବାଲେଶ୍ୱର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଭବେଶ ଦାସ, ଏପିଆର ଫୋର୍ସ ଅବକାରୀ କର୍ମଚାରୀମାନଙ୍କୁ ନେଇ ଚଢ଼ାଉ କରାଯାଇଥିଲା।